ସରକାରଙ୍କ ତରଫରୁ ପୁଣି ଗଣଶିକ୍ଷକ ମହାସଂଘ ଏବଂ ଏକ୍ସକେଡ୍ର ଶିକ୍ଷକ ସଂଘମାନଙ୍କୁ ଡକରା ଆସିଛି। ଆସନ୍ତା 24 ତାରିଖରେ ସରକାର ସେମାନଙ୍କ ସହିତ ଆଲୋଚନା କରିବେ, ସେମାନଙ୍କର ସମସ୍ୟାର ବିଷୟରେ ଆଲୋଚନା କରିବେ। ତ ଏହି ପ୍ରକାର ଏକ ଚିଠି ବର୍ତ୍ତମାନ ଆସି ପହଞ୍ଚିଛି। ସେ ବିଷୟରେ ମୁଁ ଡିଟେଲ୍ସ ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି, ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ଡିକେଡି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ଡିକେଡି ଅଲୱେଜ୍ आपके साथ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ଭିଡ଼ିଓ ସଦାବେଳେ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ ବର୍ତ୍ତମାନ ଦେଖିବା 24 ତାରିଖ ପାଇଁ କ'ଣ ସବୁ ଚିଠି ଆସିଛି ଏବଂ କେଉଁ କେଉଁ ସଂଘମାନଙ୍କୁ ସବୁ ଡକାଯାଇଛି। ତ ଦେଖନ୍ତୁ, ଏହା ହେଉଛି ସେହି ଚିଠି। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ। ଚିଠି ନମ୍ବର ରହିଛି 31816 ଏବଂ ତାରିଖ ରହିଛି ଦେଖନ୍ତୁ 19/12/2024। ଫ୍ରମ୍ ଶ୍ରୀ ବଳରାମ ସିଂ, ଡେପୁଟି ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ, ଟୁ ଦ ଡିରେକ୍ଟର ସେକେଣ୍ଡାରୀ ଏଜୁକେସନ୍ ଆଣ୍ଡ ଦ ଡିରେକ୍ଟର ଏଲିମେଣ୍ଟାରୀ ଏଜୁକେସନ୍। ସବଜେକ୍ଟ ରହିଛି ଦେଖନ୍ତୁ ଡିସ୍କସନ୍ ୱିଥ୍ ଭେରିୟସ୍ ଏମ୍ପ୍ଲୟିଜ୍ ଏସୋସିଏସନ୍ସ। ତାପରେ ମ୍ୟାଡ଼ାମ୍ ଅର୍ ସାର୍, in inviting a reference to the subject cited above, I am directed to say that the Commissioner cum Secretary, School and Mass Education Department has been pleased to discuss with the following 8 associations on 24th December 2024 in the conference hall of Commissioner cum Secretary, School and ME Department regarding various issue। ସିରିଏଲ ନମ୍ବର 1ରେ ରହିଛି ଦେଖନ୍ତୁ 24 ତାରିଖ ସକାଳ 11:30ରେ ଆଲୋଚନା ହେବ ଓଡ଼ିଶା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ସେକେଣ୍ଡାରୀ NPS ଟିଚର୍ସ ଆସୋସିଏସନ୍। ତାପରେ ରହିଛି 2ରେ ରହିଛି ଦେଖନ୍ତୁ 11:45ରେ ରହିଛି ଲେଫ୍ଟ ଆଉଟ୍ ଗଣଶିକ୍ଷକ ମହାସଂଘ ଓଡ଼ିଶା। ସେହିପରି 12ଟା ବେଳକୁ ରହିଛି ଦେଖନ୍ତୁ ଅଲ୍ ଓଡ଼ିଶା ଏଲିମେଣ୍ଟାରୀ TG ଟିଚର୍ସ ଆସୋସିଏସନ୍। 12:15ରେ ରହିଛି ଷ୍ଟେଟ୍ ଲେଭେଲ୍ ଭି ଏକ୍ସକେଡର ଟିଚର ମହାସଂଘ ଓଡ଼ିଶା। ତାପରେ 12:30ରେ ରହିଛି ଦେଖନ୍ତୁ ଓଡ଼ିଶା ଏଲିମେଣ୍ଟାରୀ BD ଟିଚର୍ସ ଫେଡେରେସନ୍। 12:45ରେ ରହିଛି ଅଲ୍ ଓଡ଼ିଶା SC ଅର୍ ST ଟିଚର୍ସ ୱେଲଫେୟାର ଆସୋସିଏସନ୍। ସେହିପରି 1ରେ ରହିଛି ଓଡ଼ିଶା ସେକେଣ୍ଡାରୀ PET ଆସୋସିଏସନ୍ ଭୁବନେଶ୍ୱର ଏବଂ 1:15ରେ ରହିଛି ଓଡ଼ିଶା ଶିକ୍ଷା ଅମଲା ସଂଘ। ତ ଇଏ ହେଉଛି ସେଇ ଚିଠି। ଏଥିରେ ଆପଣମାନେ ଦେଖିପାରୁଥିବେ 11:45ରେ ଅଛି ଲେଫ୍ଟ ଆଉଟ୍ ଗଣଶିକ୍ଷକ ମହାସଂଘ ସହିତ ଆଲୋଚନା। ତେଣୁ ଯେଉଁ ଲେଫ୍ଟ ଆଉଟ୍ ଗଣଶିକ୍ଷକମାନେ ଥିଲେ ସେମାନଙ୍କର ଯେଉଁ ମହାସଂଘ ହୋଇଥିଲା ସେହି ମହାସଂଘ ସହିତ ଆଲୋଚନା କରିବେ ସରକାର 24 ତାରିଖ 11:45ରେ। ସେହିପରି ଲେଭେଲ୍ ଭି ଏକ୍ସକେଡର ଟିଚର ମହାସଂଘ ସହିତ ଆଲୋଚନା ହେବ 12:15। ତ ଏ ଥିଲା ଚିଠି। ଦେଖନ୍ତୁ 19 ତାରିଖରେ ଚିଠିଟି ହେଇଛି ଏବଂ ସଂଘକୁ ସବୁ ଡକରା ଯାଇଛି। ଯାହା ବି ହେଉ ସରକାର ଯାହା କିଛି ନିଶ୍ଚିତ ଭାବରେ ଗୋଟେ ନିଷ୍ପତ୍ତି ନେଇଥିବେ, ମୁଁ ଭାବୁଛି ବୋଧହୁଏ ସେହି ନିଷ୍ପତ୍ତି ଗୁଡ଼ିକ ଆମ ସଂଘମାନଙ୍କୁ ସବୁ ଜଣାଇବେ ଏବଂ ମତାମତ ଲୋଡ଼ିବେ। ଆଶା କରାଯାଉଛି ସବୁ ସଂଘମାନେ ଉପକୃତ ହୁଅନ୍ତୁ ଏବଂ ଗଣଶିକ୍ଷକ ଏବଂ ଲେଭେଲ୍ ଭି ଏକ୍ସକେଡର ଏମାନେ ମଧ୍ୟ ଉପକୃତ ହୁଅନ୍ତୁ। କାରଣ ଏମାନେ ବହୁତ ଦିନ ଧରି ସମସ୍ୟା ସହିତ ରହିଛନ୍ତି। କେବଳ ଯେ ଏମାନଙ୍କର ସମସ୍ୟା ସେ କଥା ନୁହେଁ, ଏଇ ଯେଉଁ 8ଟି ସଂଘକୁ ଡକାଯାଇଛି ଏ ସମସ୍ତଙ୍କର ନିଶ୍ଚିତ ଭାବରେ ସମସ୍ୟା ରହିଛି। ଭଗବାନ କରନ୍ତୁ ସମସ୍ତଙ୍କର ସଂଘ ସହିତ ସଫଳ ଆଲୋଚନା ହେଉ। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।